ତମେ ବୋଲି ତାଙ୍କ ସେବା କରି ମଉଜରେ କରୁଅଛି ଜୀବନ ଯାପନ ଯାଦବ ମନ ଦେବଦଳ ରାଇଜରେ କରଇ ଭ୍ରମଣ ଯାଦବ ମନ। रोगी सेवा करवाटा हूँ मोर नितिदिनिया कम जिते बड़ बड़ रोग हो जिते बड़ बड़ रोग हेले भी मोर ये आयुर्वेदिक प्रसाद द्वारा आरोग्य कराए से मत दूर दूरांतर डकर आसे हेले गोटी रोगी पाखक जाइली तार सेवा कर घर को फेरवा बेला को सही राजा महल को गली अरे देखिली राजा विक्रम सिंह को कि माड़ मारे बाबा से माड़ कथा जदि कहा घरे प्रकाश करी मत टे डर लगुच ना ना से कथा मुझे कहबी जाए से देवगढ़ अंचल को जाए मु बड़ फाउंड पकई जमी से देवगढ़ राज्य को जावाक पड़ो ताहले मु आसुची। अरे यही देवगढ़ लोक मैंने विचित्र मनीष बुड़ी अच्छा किए निशा खाई निशारे चूर हो ना ना ये लोकटा कौन पाई कौन मद पीती ना गंजे खाई अरे बाबू अरे कौन पाई रास्ता कड़े शोच बाबू अरे उठ ए अरे संध्या है आपण घर को जीवे कि बाबू सियाड़े आपण को घर लोक खोजुवे लोकटा को जिते डाकुची मो कथा कान में नेउनी अरे बाबू अरे उठ सियाड़े घर लोक खोजुवे ये कौन पाई शोच लोकटार कौन अवस्था होती किए जाने मत गोटे किसी करने पड़ो जाए तारी पाखक जाए ताकू टे बुझा थाए जिते बेले मो राजवैद ये मानकर यदि सेवा न करी मत अधर्म हो भगवान एक आम देवगढ़ राइजर राजकुमार चंदन अवस्था है ना ना मुझे राजवैद तार सेवा न करेंगे मत अधर्म हो मत गोटे किसी करने पड़ो अंधु घंटी खंडिया खबरा अरे कि माड़ ना ना से एमती माड़ खाई पूरा अचेत अवस्था गोटे किसी करना पड़ो
अरे बाबू राजकुमार ये थोड़ी सी आपण को भल लगुच ना बाबू अरे बाबू कथा कौन भाई चंदन ବୈଦ୍ୟ ବାବା ଆପଣ हाँ बाबा ମୁଁ ହେଉଛି ଆପଣଙ୍କର ବୈଦ୍ୟରାଜ ହେଲେ ବାବା ଆପଣଙ୍କୁ ଏପରି ଅବସ୍ଥା କରିଛି କିଏ ଅବସ୍ଥା ହଁ ବାବୁ ଅବସ୍ଥା ଶୁଣିଲା ଆପଣ କଣ କରିବେ ବାବା ହେଲେ ବାବା ମୁଁ ଯେତେବେଳେ ରାଜବୈଦ୍ୟ ଆପଣଙ୍କର କଥା ନ ଜାଣିଲା ପର୍ଯ୍ୟନ୍ତ ମୋ ଜୀବନ କଣ ଶାନ୍ତି ପାଇବ ଶୁଣିପାରିବେ ବାବା ହଁ ବାବା ମୁଁ ନିଶ୍ଚୟ ଶୁଣିବି ଅବସ୍ଥା କଥା ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ବାବା ଆରେ ବାବା କୁହ ବାବା କୁହ ବୋଧେ ମୋ ଭାଇ ମାନସ ଆରେ ଆପଣଙ୍କ ଭାଇ ମାନସ ସେ ପୁଣି କଣ କରିଛି ଭାରତ ସହିତ ମିଶି ମୋତେ କେତେ ମହାମାରୀ ରକ୍ତାକ୍ତ କରିଦେଲେ ଆରେ କଣ ଶୁଣିଛି ବାବା ସାମରେ ରାକ୍ଷସ ଭାଇ ମୋତେ ମାରିଦେଲେ ଆରେ ବାବା ନିଜ ଭାଇ ମାନସ ଆପଣଙ୍କୁ ମାଡ଼ କରି ଏମିତି ଅତ୍ୟାଚାର କରିଛି ଆଉ ପୁଣି ଜଣେ ନାରୀ ଲୋଭରେ ହଁ ଠିକ କହିଛନ୍ତି ବାବା ଜଣେ ନାରୀ ଲୋଭରେ ମୋତେ ମାରିଦେବାକୁ ଆସିଛି ବଞ୍ଚିକି କି ଲାଭ ଆପଣ ମୋତେ କାହିଁକି ବଞ୍ଚେଇଲେ ମରି ଯାଇଥାନ୍ତି ମୋର ଭଲ ହେଇଥାନ୍ତା ଏ ଚନ୍ଦନ ଆରେ କଣ କହୁଛୁ ଏମିତି କଥା ତୁଣ୍ଡରେ ଜମା ବି ଧର ନା ବାବୁ ମୁଁ ଯେତେବେଳେ ବୈଦ୍ୟରାଜ ଯେତେବେଳେ ଆପଣଙ୍କୁ ହଠାତ୍ ଏଇ ରାସ୍ତା ମଝିରେ ଦେଖିଲି ତାପରେ ଆପଣଙ୍କୁ ମୁଁ ଚିହ୍ନି ଆପଣଙ୍କୁ ସେବା ଶୁଶ୍ରୂଷା କରିଛି ବାବୁ ହେଲେ ଏମିତି ପାପ କଥା ତୁଣ୍ଡରେ ଧର ନା ହେଲେ ବାବା ମୁଁ ଆପଣଙ୍କୁ ଗୋଟିଏ କଥା ପଚାରୁଛି ହେଲେ ବାବା ଏଇଟା ଆପଣଙ୍କର ଭାଗ୍ୟର ଦୋଷ ନା କର୍ମର ଦୋଷ ସେଇ କଥା ତ ବାବା କାହାକୁ ଦୋଷ ଦେଇକି କି ଲାଭ ଏଇଟା ହଉଛି ମୋ ଭାଗ୍ୟର ଦୋଷ ଏଇଟା ହଉଛି ମୋ କର୍ମର ଦୋଷ ନିଶ୍ଚୟ ବାବା ଏଇଟା ଆପଣଙ୍କର ଭାଗ୍ୟର ଦୋଷ ହେଇପାରିବ ନହେଲେ ବାବା କର୍ମର ଦୋଷ ହେଇପାରିବ ହେଲେ ବାବା ମୁଁ ଆପଣଙ୍କୁ ଆଉ ଟିକେ କଥାଟି କହୁଛି ହେଲେ ବାବା ଶୁଣିପାରିବ ହେଲେ ବାବା ଆପଣ ସେଇଦିନ ଏଇ ଦେବଗଡ଼ ରାଇଜରେ ନଥିଲେ ବାବା ସେଇଦିନର ଘଟଣା ସେଦିନର ଘଟଣା ହଁ ବାବା କୋଉ ଘଟଣା ଆପଣଙ୍କର ନ ଯିବାର ସୁଯୋଗ ନେଇ ଆପଣଙ୍କର ରାଣୀମା କାଳିନ୍ଦୀ କଣ ଜାଣିବାକୁ ଆପଣଙ୍କର ରାଣୀମା କାଳିନ୍ଦୀ ସେଇ ରୁଦ୍ର ମହାରାଜଙ୍କ ସହିତ ମିଶି ଆପଣଙ୍କର ପିତା ବିକ୍ରମ ସିଂଙ୍କୁ କବିତାକୁ ନିଶ୍ଚିତ ଭାବରେ ମାଡ଼ ମାରି ଏଇ ରାଜ୍ୟରୁ ବାହାର କରିଦେଲେ ହଁ ବାବା ହଁ ଆପଣ କଣ କହୁଛନ୍ତି ବାବା ଆପଣ ସବୁ କିଛି କହୁଛନ୍ତି ନା ନା ଚନ୍ଦନ ମୁଁ ପୁଣି ଆପଣଙ୍କର ରାଜବୈଦ୍ୟ ମିଛ କହିବି ସେଇଦିନ ରୋଗୀର ସେବା କରୁ କରୁ ହଠାତ୍ ଆପଣଙ୍କର ରାଜମହଲକୁ ପହଞ୍ଚିଗଲି ତାପରେ ମୁଁ ଦେଖିଲି ରାଜାଙ୍କର କି ଅବସ୍ଥା ମୋତେ କହିବା ପାଇଁ ମୋ ହୃଦୟଟା ଥରି ଉଠିଛି ବାବୁ ମୋ ହୃଦୟଟା ଥରି ଉଠିଛି ହେଲେ ବାବୁ ଆପଣ ସେଇ ରାଜ୍ୟକୁ ଜମା ବି ଯିବେନି ଆପଣ ଯଦି ସେଇ ଦେବଗଡ଼ ରାଜ୍ୟକୁ ଯିବେ ପୁନର୍ବାର ଆପଣଙ୍କର ମୃତ୍ୟୁ ମୁଖରେ ପଡ଼ିବ ବାବୁ ସେ ରାଜ୍ୟକୁ ଯିବାକୁ ଜମାରୁ ଇଚ୍ଛା ଲାଗୁନି ହେଲେ ବାବା ମୋ ବାବା କୁଆଡ଼େ କୁଆଡ଼େ କହିପାରିବେ ମୋତେ ଏ ଚନ୍ଦନ ମୋ କଥାଟା ମନେ ରଖିବ ବାବା ଯେତେବେଳେ ଆପଣଙ୍କର ପିତାକୁ ଖୋଜି ବାହାର କରି ସେଇ ଦେବଗଡ଼ ରାଜ୍ୟକୁ ଆପଣ ଯିବେ ନହେଲେ ବାବା ଆପଣ ଜମା ବି ଯିବେନି ହେଲେ ଆଜି ଦିନଠୁ ଆପଣଙ୍କର ହଜି ଯାଇଥିବା ପିତା ବିକ୍ରମ ସିଂଙ୍କୁ ଖୋଜି ଯେମିତି ହେଲେ ବାହାର କର ଠିକ ଅଛି ବାବା ଆଉ ଚନ୍ଦନ ମୁଁ ବି ଯାଉଛି ମୁଁ ବି ଯାଇ ସେଇ ଦେବଗଡ଼ ଅଞ୍ଚଳର ଅସନ୍ତୋଷ ଜନପ୍ରଜାମାନଙ୍କ ଠାରୁ ସମସ୍ତ ଗୁପ୍ତ ରହସ୍ୟ ଆଲୋଚନା କରି ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି ବାବୁ ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି ବାବା ଠିକ ଅଛି ବାବା ହେଲେ ବାବା ଏଇ କେତେଟା ଦିନ ଭିତରେ ଆପଣଙ୍କର ଦେହଟା ପୁରା ଆରାମ ପାଇବେ ହେଲେ ବାବା ଆରାମ ପାଇବା କ୍ଷଣି
ଆପଣଙ୍କର ବାବାକୁ ଖୋଜିବା ପାଇଁ ଚେଷ୍ଟା କରିବେ ବାବା। ନିଶ୍ଚୟ ବାବା। ଏଇ ବୈଦ୍ୟନାଥର କଥାଟା ଜମା ବି ଭୁଲିଯିବି ବାବା। ଠିକ୍ ଅଛି ବାବା। ତାହେଲେ ମୁଁ ଆସୁଛି ବାବା, ମୁଁ ଆସୁଛି। ଠିକ୍ ଅଛି। हे कालिया ठाकुर, हे जगतर नाथ जगन्नाथ, तम चोखा आखि एगुड़ा किसी देखी पारुना प्रभु। अरे कौच रमारे भूखी पाप करते जो रमारे एते दुख कष्ट दौछ कहीं। अरे कालिया तू देखिले रे कौन करू, तोर तो परा हाथ राही गोड़ राही रे कालिया। आज जो अवस्था है आज जदि मो माता मोर गली अवस्था ही था से तो लोग कहती जार मारा ही खोजी मो बाबा को जमी खोजी मो बाबा को खोजा जिते कष्ट मोर बचे निश्चय खोजी काकू दोष देवी कालिया ठाकुर सब भाग्यर दोष